ସାଧାରଣତଃ ମାନେ ଯେତେବେଳେ ଆମେ କୌଣସି ମେଡିକାଲ ଏକ୍ସରେ ରିପୋର୍ଟ ଦେଖୁଁ ଆଜ୍ଞା ଆମେ ଆଶା କରୁ ଯେ ସବୁକିଛି ସମ୍ପୂର୍ଣ୍ଣ ସ୍ପଷ୍ଟ ଥିବ ବୁଝିଲେ। କାହାର ହାତ ଭାଙ୍ଗିଗଲେ ଏକ୍ସରେ ରିପୋର୍ଟରେ ଗୋଟେ ତେଢ଼ା ଧଳା ଗାର ଦେଖାଯାଏ ଆଉ ଡାକ୍ତର ସିଧା କହନ୍ତି ଯେ ଦେଖନ୍ତୁ ଏଇଠି ହାଡ଼ ଭାଙ୍ଗିଛି। ହଁ ସେଇଟା ବହୁତ ସିଧାସଳଖ ଥାଏ। ଏକଦମ ମାନେ ଆମ ମସ୍ତିଷ୍କ ସବୁବେଳେ ଏହିଭଳି ସ୍ପଷ୍ଟତା ଖୋଜେ କାରଣ ଏହାକୁ ବୁଝିବା ବହୁତ ସହଜ ଆଉ ଆମକୁ ଲାଗେ ଯେ ସବୁକିଛି ଠିକ୍ ଭାବରେ ଆମ ଆଖି ଆଗରେ ଅଛି। ପ୍ରକୃତିରେ ସତ କହିବାକୁ ଗଲେ ମଣିଷର ମନ ନା ଏହି ଜଟିଳତାକୁ ଏତେ ସହଜରେ ଗ୍ରହଣ କରିପାରେ ନାହିଁ। ଆମକୁ ସବୁବେଳେ ଜିନିଷଗୁଡ଼ିକୁ ଶ୍ରେଣୀଭୁକ୍ତ କରିବାକୁ କିମ୍ବା କଳା ଆଉ ଧଳା ଭିତରେ ଫରକ ଦେଖିବାକୁ ଭଲ ଲାଗେ। ଏହା ଗୋଟେ ପ୍ରକାର ମାନସିକ ଶାନ୍ତି ଦେଇଥାଏ ଯେ ଆମେ ସବୁ ବୁଝିଗଲୁ। ହଁ, ଆମେ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରୁଛୁ ବୋଲି ଭାବୁ। କିନ୍ତୁ ଆଜି ହେଉଛି 6 ମେ 2026 ଏବଂ ଆମେ ଯଦି ଆଜିର ରାଜନୀତି, ବିକାଶମୂଳକ ନୀତି ଆଉ ବିଶ୍ୱସ୍ତରୀୟ ଘଟଣାବଳୀର ଦୁନିଆରେ ପାଦ ଦେବା ତେବେ ସତରେ ଲାଗିବ ଯେମିତି ସେଇ ଏକ୍ସରେ ମେସିନ୍ଟା ସମ୍ପୂର୍ଣ୍ଣ ରୂପେ ଖରାପ ହେଇଯାଇଛି। ବାପରେ, ମାନେ ସବୁ ଅସ୍ପଷ୍ଟ। ପୁରା ଅସ୍ପଷ୍ଟ। କିଛି ବି ସିଧାସଳଖ ନାହିଁ ଏଠି। ସବୁକିଛି ପରସ୍ପର ସହ ଜଟିଳ ଭାବରେ ଛନ୍ଦି ହେଇକି ରହିଛି। ଗୋଟିଏ ପଟେ ଆମ ଓଡ଼ିଶାର ବଡ଼ ଶିଳ୍ପାୟନ ସ୍ୱପ୍ନ, ଅନ୍ୟପଟେ ପଡ଼ୋଶୀ ରାଜ୍ୟରେ ଏକ ଅଦ୍ଭୁତପୂର୍ବ ସାମ୍ବିଧାନିକ ସଙ୍କଟ ଆଉ 7 ସମୁଦ୍ର ପାରରେ ଦେଖିଲେ ଏକ ବିରାଟ ଅନ୍ତର୍ଜାତୀୟ ଯୁଦ୍ଧର ଆଶଙ୍କା। ବହୁତ ଗମ୍ଭୀର ସ୍ଥିତି। ତେଣୁ ଆଜିର ଏହି ଗଭୀର ବିଶ୍ଳେଷଣରେ ଆମର ମୂଳ ଲକ୍ଷ୍ୟ ହେଉଛି ଏହି ସମସ୍ତ ଖବରର କେବଳ ଉପର ଭାଗ ନ ଦେଖି ତାହାର ଗଭୀରକୁ ଯାଇ ପ୍ରକୃତ କାରଣ ଖୋଜିବା। ସବୁ ସୂତ୍ରରୁ ଆମେ ତଥ୍ୟ ଆଣିଛୁ। ଆଉ ଏଥିରେ ସବୁଠାରୁ ଆକର୍ଷଣୀୟ କଥା କ'ଣ ଜାଣିଛନ୍ତି? ଆଜିକାଲି ଲୋକମାନେ ଆଉ କେବଳ ଖବର ପଢ଼ି ଚୁପ୍ ବସୁନାହାନ୍ତି। ସତରେ? ତାହେଲେ ସେମାନେ କ'ଣ କରୁଛନ୍ତି? ଯଦି ଆମେ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମ ଆଉ ଭିଡିଓ ସେୟାରିଂ ନେଟୱାର୍କର ସର୍ଚ୍ଚ ଟ୍ରେଣ୍ଡ ଉପରେ ଟିକେ ନଜର ପକାଇବା, ତେବେ ସ୍ପଷ୍ଟ ଦେଖାଯିବ ଯେ ସାଧାରଣ ନାଗରିକ ଏବେ ଖବରର ପୃଷ୍ଠଭୂମି ବୁଝିବାକୁ ଚାହୁଁଛନ୍ତି। ମାନେ ସେମାନେ ଖୋଜି ଖୋଜି ନିୟମ, ସମ୍ବିଧାନ ଆଉ ଅନ୍ତର୍ଜାତୀୟ ମାନଚିତ୍ର ବିଷୟରେ ଭିଡିଓ ଦେଖୁଛନ୍ତି। କୌଣସି ଗୋଟେ ସ୍ପେସିଫିକ୍ ମିଡିଆ ବ୍ରାଣ୍ଡ ଉପରେ ନିର୍ଭର ନ କରି ଲୋକେ ନିଜେ ଗଭୀରକୁ ଯାଉଛନ୍ତି। ସମ୍ପୂର୍ଣ୍ଣ ସତ କଥା। ତେବେ ଆସନ୍ତୁ ଆମେ ବି ଡେରି ନ କରି ଆଜିର ଆଲୋଚନା ଆରମ୍ଭ କରିବା ଆମ ନିଜ ରାଜ୍ୟ ଓଡ଼ିଶାରୁ। ଆଜ୍ଞା। ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3 ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି, ବିଶେଷ କରି ଅହମ୍ମଦାବାଦରେ। ସେଠାରେ ଆୟୋଜିତ ହେଉଥିବା ଓଡ଼ିଶା ଇନଭେଷ୍ଟର ସମିଟ୍ ରୋଡ୍ ଶୋରେ ସେ ଭାଗ ନେଇଛନ୍ତି। ଆଉ ସେଠାରେ ଗୋଟେ ଖାସ୍ ଭିଜନ ଉପରେ ଫୋକସ୍ କରାଯାଉଛି ନା? ହଁ, ପୂର୍ବୋଦୟ ନାମକ ଏକ ବୃହତ୍ ଭିଜନ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଥିଲା ଯେ, ମୁଁ ତାଙ୍କ କଥାକୁ ଏଠି କୋଟ୍ କରୁଛି, ଗୁଜରାଟ ପଶ୍ଚିମ ଭାରତକୁ ଶକ୍ତିଶାଳୀ କରିଛି, ଏବେ ଓଡ଼ିଶା ପୂର୍ବ ଭାରତକୁ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ। ବାଃ, ଏହା ତ ଗୋଟେ ବହୁତ ବଡ଼ ବାର୍ତ୍ତା। ନିଶ୍ଚିତ ଭାବେ ଏହି ଗସ୍ତ ସମୟରେ ଟେକ୍ସଟାଇଲ, କେମିକାଲ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରାୟ 26ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହେଇଛି ବୋଲି ରିପୋର୍ଟ ଆସିଛି। ଆଚ୍ଛା। କିନ୍ତୁ ମୋର ଏଠି ଗୋଟେ ଛୋଟିଆ ପ୍ରଶ୍ନ ହେଉଛି, ଆମେ ହଠାତ୍ ଏହି ଗୁଜରାଟ ମଡେଲ ଆଡ଼କୁ ଏତେ କାହିଁକି ଆକର୍ଷିତ ହେଉଛୁ? ଆମ ପାଖରେ ତ ନିଜର ପର୍ଯ୍ୟାପ୍ତ ଖଣିଜ ସମ୍ପଦ ରହିଛି, ଆମେ ତାକୁ ବ୍ୟବହାର କରିପାରିବା ତ? ଦେଖନ୍ତୁ, ଏହାର ଗୋଟେ ସିଧା କାରଣ ଅଛି। କେବଳ ଖଣିଜ ସମ୍ପଦ ଉତ୍ତୋଳନ କରି ତାକୁ ବାହାରକୁ ବିକ୍ରି କରିଦେବାଟା କୌଣସି ସ୍ଥାୟୀ ଅର୍ଥନୀତିକ ମଡେଲ ନୁହେଁ। ମାନେ ଆପଣ କହୁଛନ୍ତି କେବଳ ମାଇନିଂ କଲେ ଦୀର୍ଘସ୍ଥାୟୀ ଲାଭ ନାହିଁ? ଏକବରମ୍। ଯେତେବେଳେ ଆପଣ ଟେକ୍ସଟାଇଲ ମାନେ ବସ୍ତ୍ରଶିଳ୍ପ କିମ୍ବା ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ଆଣନ୍ତି, ସେତେବେଳେ ସେଠି ଭ୍ୟାଲ୍ୟୁ ଆଡିସନ୍ ବା ମୂଲ୍ୟ ସଂଯୋଜନ ହେଇଥାଏ। ଉଦାହରଣ ଦେଇ ଟିକେ ବୁଝାଇବେ କି? ନିଶ୍ଚୟ। ଧରନ୍ତୁ, ଆମେ କେବଳ ଲୁହାପଥର ଖୋଳି ବିକ୍ରି କରୁଛେ। ସେଥିରୁ ଯେତିକି ଲାଭ ମିଳିବ, ସେହି ଲୁହାରୁ ଯଦି ଆମେ ଯନ୍ତ୍ରପାତି ତିଆରି କରି ବଜାରରେ ବିକ୍ରି କରିବା, ତେବେ ବହୁତ ଗୁଣା ଅଧିକ ଲାଭ ମିଳିବ। ଫରକଟା ବହୁତ ବଡ଼। ହଁ, ସେ କଥା ତ ଠିକ୍। ଆଉ ଗୁଜରାଟ ଏହି ପ୍ରକ୍ରିୟାରେ ବହୁତ ଆଗୁଆ ଅଛି। ସେମାନେ ନିଜ ରାଜ୍ୟରେ କେମିକାଲ ଆଉ ଟେକ୍ସଟାଇଲ କ୍ଷେତ୍ରରେ ଏକ ବିଶାଳ ସପ୍ଲାଇ ଚେନ୍ ବା ଯୋଗାଣ ଶୃଙ୍ଖଳା ସୃଷ୍ଟି କରିସାରିଛନ୍ତି। ଓଡ଼ିଶା ବର୍ତ୍ତମାନ ବୁଝିଗଲାଣି ଯେ ରାଜ୍ୟରେ ବ୍ୟାପକ ନିୟୋଜିକ୍ତି ସୃଷ୍ଟି କରିବାକୁ ହେଲେ କେବଳ ମାଇନିଂ ଉପରେ ଭରସା କଲେ ଚଳିବନି, ବରଂ ଆମକୁ ମ୍ୟାନ୍ୟୁଫ୍ୟାକ୍ଚରିଂ ବା ଉତ୍ପାଦନ କ୍ଷେତ୍ରକୁ ଓହ୍ଲାଇବାକୁ ପଡ଼ିବ। କିନ୍ତୁ ଟିକେ ଅଟକନ୍ତ। ଏଠାରେ ମୁଁ ମନରେ ଗୋଟେ ବହୁତ ବଡ଼ ସନ୍ଦେହ ଉପୁଜୁଛି। କ'ଣ ହେଲା? ଦେଖନ୍ତୁ, ଆମେ ବାହାରକୁ ଯାଇ ବଡ଼ ବଡ଼ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରୁଛେ, ରୋଡ୍ ଶୋ କରୁଛେ, ତାହା ବହୁତ ଭଲ କଥା। ଏହା ଠିକ୍ ଗୋଟେ ଷ୍ଟାର୍ଟଅପ୍ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବାହାରେ ଫଣ୍ଡିଂ ଖୋଜିବା ଭଳି ଲାଗୁଛି। ଆଜ୍ଞା। କିନ୍ତୁ ଆମ ରାଜ୍ୟର ବର୍ତ୍ତମାନ ଗ୍ରାଉଣ୍ଡ ସ୍ଥିତି କ'ଣ?
ଆମେ ଯେଉଁ ଇଣ୍ଟରନାଲ ସର୍ଭର ରୁମ୍ କଥା କହୁଛେ, ମାନେ ଆମ ଶକ୍ତି ବିଭାଗ, ସେଟା କ'ଣ ଏ ଗରମରେ ଠିକ୍ ଅଛି? ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟ ଡହଳବିକଳ ହେଉଛି। କାଳବୈଶାଖୀର ଆଶଙ୍କା ବି ଲାଗି ରହିଛି। ହଁ, ଖରା ତ ପ୍ରବଳ ହେଉଛି ବର୍ତ୍ତମାନ। ଯଦି ଆମର ନିଜସ୍ୱ ମୌଳିକ ଭିତ୍ତିଭୂମି, ଯେପରିକି 24 ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଦୁର୍ବଳ ଥାଏ, ତେବେ କୌଣସି ବଡ଼ କମ୍ପାନୀ କାହିଁକି ଆମ ରାଜ୍ୟରେ ଆସି ନିଜର କାରଖାନା ବସାଇବାକୁ ରିସ୍କ ନେବ? ଯଦି ପାୱାର କାଟ୍ ଯୋଗୁଁ ତାଙ୍କ ମେସିନ୍ ବନ୍ଦ ହେଇଯାଏ, ତାଙ୍କର ତ କୋଟି କୋଟି ଟଙ୍କାର କ୍ଷତି ହେବ ନା। ଏହା ଏକ ଅତ୍ୟନ୍ତ ବାସ୍ତବିକ ଆଉ ଯୁକ୍ତିଯୁକ୍ତ ପ୍ରଶ୍ନ। ମାନେ ନିବେଶକମାନେ ଏସବୁ ପ୍ରଥମେ ଦେଖନ୍ତି, ଆଉ ପ୍ରଶାସନ ମଧ୍ୟ ଏହି ବିଷୟରେ ବହୁତ ଭଲ ଭାବରେ ଅବଗତ ଅଛି ବୋଲି ଆମକୁ ରିପୋର୍ଟରୁ ଜଣାପଡ଼ୁଛି। ଆଚ୍ଛା, କେମିତି? ଆପଣ ଟିକେ ଧ୍ୟାନ ଦେବେ, ଯେତେବେଳେ ମୁଖ୍ୟମନ୍ତ୍ରୀ ବାହାରେ ପୁଞ୍ଜି ଆଣିବାକୁ ଚେଷ୍ଟା କରୁଛନ୍ତି, ଠିକ୍ ସେହି ସମୟରେ ରାଜ୍ୟ ଭିତରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଡିସ୍କମ୍ ଅଧିକାରୀମାନଙ୍କ ସହ ଏକାଧିକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରୁଛନ୍ତି। ଓହୋ, ମାନେ ପ୍ୟାରାଲେଲ କାମ ଚାଲିଛି। ଏକଦମ। ମୁଖ୍ୟ ଲକ୍ଷ୍ୟ ହେଉଛି କିପରି ଏଇ ଖରାଦିନେ ବିନା ବାଧାରେ 24 ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ। ଆଉ ଖାଲି ସେତିକି ନୁହେଁ, ଚନ୍ଦକାଠାରେ ନୂତନ ଓପିଟିସିଏଲ୍ ପାୱାର ସିଷ୍ଟମ ସିମ୍ୟୁଲେସନ ଲ୍ୟାବ୍ର ଉଦ୍ଘାଟନ ବି କରାଯାଇଛି। ସିମୁଲେସନ ଲ୍ୟାବ୍? ଟିକେ ବୁଝାଇବେ କି ଏହି ସିମୁଲେସନ ଲ୍ୟାବ୍ର କାମ ପ୍ରକୃତରେ କ'ଣ? ଆମ ସାଧାରଣ ଲୋକଙ୍କ ପାଇଁ କିମ୍ବା ଏଇ ଯେଉଁ ନୂଆ ଶିଳ୍ପାୟନ ପାଇଁ ଏହା କିପରି ଲାଭଦାୟକ ହେବ? ଦେଖନ୍ତୁ, ସିମ୍ୟୁଲେସନ ଲ୍ୟାବ୍ ହେଉଛି ଗୋଟେ ପ୍ରକାର ଭର୍ଚୁଆଲ ଟେଷ୍ଟିଂ ସେଣ୍ଟର ବା କମ୍ପ୍ୟୁଟରାଇଜ୍ଡ ଲ୍ୟାବ୍। ଆଚ୍ଛା। ଧରନ୍ତୁ, ପ୍ରବଳ ଖରା ହେଉଛି ଆଉ ହଠାତ୍ ଗୋଟିଏ ସହରରେ ଏସିର ବ୍ୟବହାର ବହୁତ ବଢ଼ିଗଲା। ତେଣୁ ବିଦ୍ୟୁତ୍ ଚାହିଦା ଆକାଶ ଛୁଆଁ ହେଇଗଲା। ହଁ, ସେମିତି ତ ଅଧିକାଂଶ ସମୟରେ ହୁଏ ଖରାଦିନେ। ଠିକ୍। ପୁରୁଣା ବ୍ୟବସ୍ଥାରେ ଏଭଳି ସ୍ଥିତି ଆସିଲେ ଓଭରଲୋଡ୍ ହୋଇ ଗ୍ରିଡ୍ ଫେଲ୍ ମାରିବାର କିମ୍ବା ଟ୍ରିପ୍ କରିଯିବାର ବହୁତ ସମ୍ଭାବନା ଥାଏ, ଯାହାଫଳରେ ପୁରା ଏରିଆ ବ୍ଲାକ୍ଆଉଟ୍ ହେଇଯାଏ। କିନ୍ତୁ ଏହି ସିମୁଲେସନ ଲ୍ୟାବ୍ ମାଧ୍ୟମରେ ଇଞ୍ଜିନିୟରମାନେ ସେହି ସଙ୍କଟ ଆସିବା ପୂର୍ବରୁ କମ୍ପ୍ୟୁଟରରେ କୃତ୍ରିମ ଭାବେ ସେହି ଚାପ ସୃଷ୍ଟି କରି ପରୀକ୍ଷା କରିପାରିବେ। ମାନେ ଆଡଭାନ୍ସ ଟେଷ୍ଟିଂ ହେଇପାରିବ ଯେ ଗ୍ରେଡ୍ କେମିତି ରିଆକ୍ଟ କରିବ। ଏକଦମ। ଫଳରେ ପ୍ରକୃତ ସଙ୍କଟ ଆସିବା ପୂର୍ବରୁ ସେମାନେ ତ୍ରୁଟି ସୁଧାରି ନେବେ। ଆଉ ଆପଣ ଯେମିତି କହୁଥିଲେ, ଶିଳ୍ପ ପ୍ରତିଷ୍ଠା ପାଇଁ ଏହିଭଳି ନିର୍ଭରଯୋଗ୍ୟ ଶକ୍ତି ଭିତ୍ତିଭୂମି ହିଁ ସବୁଠାରୁ ବଡ଼ ସର୍ତ୍ତ। ବାଃ, ମାନେ ଏହା ଠିକ୍ ସେମିତି ଲାଗୁଛି ଯେମିତି କୌଣସି ଏକ ଗାଡ଼ିରେ ବହୁତ ଶକ୍ତିଶାଳୀ ଇଞ୍ଜିନ୍ ଲଗାଇବା ପୂର୍ବରୁ ତାର କୁଲିଂ ସିଷ୍ଟମ ଏବଂ ବ୍ରେକ୍କୁ ଅଧିକ ମଜବୁତ କରାଯାଏ। ହଁ, ଯେପରି ଗାଡ଼ିଟି ଅତ୍ୟଧିକ ବେଗରେ ଗଲେ ବି ଆଉଟ୍ ଅଫ୍ କଣ୍ଟ୍ରୋଲ ନ ହେବ। ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ସଂରକ୍ଷିତ କରିଛି। ହଁ, ସେହିଦିନ ସରକାରୀ ଅଧିକାରୀମାନଙ୍କର କୌଣସି ବୈଠକ ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଯଦିଓ ଏବେ ଏହି ପ୍ରବଳ ଖରା ପାଇଁ ଅଭିଯୋଗ ଶୁଣାଣିକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି, କିନ୍ତୁ ମୋ ମତରେ ଏହା ଏକ ଦୃଢ଼ ବାର୍ତ୍ତା ଦେଉଛି ଯେ ସରକାର ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ। ତାଛଡ଼ା ଏପ୍ରିଲ 1ରୁ 14 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଗଲା, ଯାହା ଭାଷା ଏବଂ ସଂସ୍କୃତି ପ୍ରତି ପ୍ରଶାସନର ଦାୟିତ୍ୱବୋଧକୁ ବି ଦର୍ଶାଉଛି। ଆଉ ଏହି ସବୁ ଘଟଣାକୁ ଯଦି ଆମେ ଏକାଠି ଯୋଡ଼ିବା, ଏହା ପ୍ରମାଣ କରୁଛି ଯେ ଗୋଟିଏ ସୁସ୍ଥ ଶିଳ୍ପାୟନ ପରିବେଶ ପାଇଁ ଖାଲି ଫ୍ୟାକ୍ଟ୍ରି ବସେଇଲେ ହବନି। ଆଉ କ'ଣ ଦରକାର? ତା ସହ ନିରବଚ୍ଛିନ୍ନ ଶକ୍ତି, ପ୍ରଶାସନିକ ସ୍ୱଚ୍ଛତା ଏବଂ ସ୍ଥାନୀୟ ଲୋକଙ୍କର ସମର୍ଥନ ନିହାତି ଆବଶ୍ୟକ। ଆଉ ବାହାରୁ ଆସୁଥିବା ନିବେଶକମାନେ ଏହି ସବୁ ଦିଗକୁ ପୁରା ତନ୍ନ ତନ୍ନ କରି ତର୍ଜମା କରନ୍ତି। ସତକଥା, ନିବେଶକମାନେ ସବୁବେଳେ ଗୋଟେ ରାଜନୈତିକ ଏବଂ ସାମାଜିକ ସ୍ଥିରତା ଖୋଜନ୍ତି। ଆଜ୍ଞା। କିନ୍ତୁ ଆମେ ଯେତେବେଳେ ସ୍ଥିରତା କଥା କହୁଛେ, ଚାଲନ୍ତୁ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଆଡ଼େ ଟିକେ ନଜର ପକାଇବା। ସେଠାରେ ଏହି ସ୍ଥିରତା ଶବ୍ଦଟିର ଅର୍ଥ ବୋଧହୁଏ ସମ୍ପୂର୍ଣ୍ଣ ବଦଳି ଯାଇଛି। ଓହୋ, ପଶ୍ଚିମବଙ୍ଗର କଥା ତ ଆଉ ପଚାରନ୍ତୁ ନାହିଁ। ପୁରା ଦେଶର ନଜର ସେଇଠି ଅଛି। ଏକଦମ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଯେଉଁ ଫଳାଫଳ ଆସିଛି, ତାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ। ଆପଣ ଦେଖନ୍ତୁ, ବିଜେପି 294 ଆସନରୁ ଏକାଠି 207ଟି ଆସନ ଜିତି ଏକ ବିଶାଳ ଏବଂ ଐତିହାସିକ ସଫଳତା ହାସଲ କରିଛି। ହଁ, ଏକ ବଡ଼ ବିଜୟ ନିଶ୍ଚୟ। ଆଉ ଏହା ବିପରୀତରେ ଶାସକ ତୃଣମୂଳ କଂଗ୍ରେସ ବା ଟିଏମ୍ସି ମାତ୍ର 80ଟି ଆସନରେ ସୀମିତ ରହିଯାଇଛି। ମାନେ ଗୋଟେ ପ୍ରକାରେ କହିବାକୁ ଗଲେ ସେଠି ରାଜନୈତିକ ସୁନାମି ଆସିଯାଇଛି। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ନିର୍ବାଚନ ଫଳାଫଳ ନୁହେଁ। ଆମେ ଯେଉଁ ରିପୋର୍ଟ ଦେଖୁଛୁ, ସବୁଠାରୁ ବଡ଼ ଖବର ହେଉଛି ଫଳାଫଳ ଆସିବା ପରେ ସୃଷ୍ଟି ହୋଇଥିବା ପରିସ୍ଥିତି। କ'ଣ ହେଲା ଏମିତି? ସାଧାରଣତଃ ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତି। ଏଇଟା ତ ନିୟମ।
କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ସତରେ ଏମିତି କେମିତି ହବ? ହଁ, ସେ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା ହେଲା ଯେ ନିର୍ବାଚନ ଆୟୋଗ ଏବଂ ବିଜେପି ମିଶି ବ୍ୟାପକ ସ୍ତରରେ ଇଭିଏମ୍ ଟେମ୍ପରିଂ କରିଛନ୍ତି। ସେ ଦାବି କରିଛନ୍ତି ଯେ ଭୋଟ ଗଣତି ସମୟରେ ଉଦ୍ଦେଶ୍ୟମୂଳକ ଭାବେ ସିସିଟିଭି ବନ୍ଦ କରିଦିଆଯାଇଥିଲା। ବାପରେ। ଆଉ ଖାଲି ସେତିକି ନୁହେଁ, ସେ ଅଭିଯୋଗ କରିଛନ୍ତି ଯେ ଗଣତି କେନ୍ଦ୍ର ଭିତରେ ତାଙ୍କ ଉପରେ ଶାରୀରିକ ଆକ୍ରମଣ ବି କରାଯାଇଛି। ମୁଁ ବୁଝିପାରୁନି ଏହା କିପରି ସମ୍ଭବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ସ୍ଥିତି ତ ଏକ ସମ୍ପୂର୍ଣ୍ଣ ଅଚଳାବସ୍ଥା ସୃଷ୍ଟି କରିଦେବ। ଏମିତି ହେଲେ ତ ଶାସନ କେମିତି ଚାଲିବ? ଠିକ୍ କହିଛନ୍ତି। ଆଉ ଅନ୍ୟ ପକ୍ଷରେ ଆମେ ଏଠି କାହାର ପକ୍ଷ ନେଉନାହୁଁ, କିନ୍ତୁ ବିଜେପି ମଧ୍ୟ ଚୁପ୍ ବସି ନାହିଁ। ଯେହେତୁ ଆମେ ଉଭୟ ଦଳର ମତକୁ ନିରପେକ୍ଷ ଭାବେ ଉପସ୍ଥାପନ କରୁଛୁ, ବିଜେପିର ବୟାନ ହେଉଛି ଯେ ଏହା ଏକ ସାମ୍ବିଧାନିକ ନିନ୍ଦା। ଆଚ୍ଛା। ସେମାନେ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ନମ୍ରତାର ସହ ନିଜର ପରାଜୟ ଗ୍ରହଣ କରିବା ଉଚିତ ଆଉ ପଦ ଛାଡ଼ିବା ଦରକାର। କିନ୍ତୁ ମୋ ମନରେ ଠିକ୍ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଉଙ୍କି ମାରୁଛି। ମାନେ ଟିକେ ଚିନ୍ତା କରନ୍ତୁ, ଯଦି ଜଣେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବହୁମତ ହରାଇ ସାରିଛନ୍ତି ଆଉ ସେ ଇସ୍ତଫା ନ ଦେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ବସି ରହନ୍ତି, ତେବେ ଆଗକୁ ଆଇନଗତ ଭାବେ କ'ଣ ହେବ? ଏଇଟା ଏକ ବହୁତ କ୍ରିଟିକାଲ ପଏଣ୍ଟ। ହଁ, ମାନେ ପୋଲିସ ତ ସେତେବେଳେ ତାଙ୍କ ଅଧୀନରେ ଥିବ। ପ୍ରଶାସନ କାହା କଥା ଶୁଣିବ? ତାଙ୍କ କଥା ନା ନୂଆ ଦଳର କଥା? ଏହା କ'ଣ କେବଳ ଗୋଟେ ରାଜନୈତିକ ରଣନୀତି, ନା ଏହା ଏକ ବଡ଼ ସାମ୍ବିଧାନିକ ସଙ୍କଟର ସୂତ୍ରପାତ? ଦେଖନ୍ତୁ, ଏହା ଏକ ଚମତ୍କାର ପ୍ରଶ୍ନ। ଆମ ସମ୍ବିଧାନ ଏହିଭଳି ସ୍ଥିତି ପାଇଁ ବହୁତ ସ୍ପଷ୍ଟ ନିୟମ ରଖିଛି, ବୁଝିଲେ? କ'ଣ ସେଇ ନିୟମ? ଯେତେବେଳେ ନୂତନ ବିଧାନସଭା ଗଠନ ପାଇଁ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ପ୍ରଦାନ କରନ୍ତି ନା, ଆଜ୍ଞା। ସେତେବେଳେ ପୁରୁଣା ବିଧାନସଭାର କାର୍ଯ୍ୟକାଳ ଅଫିସିଆଲି ଶେଷ ହୋଇଯାଏ। ତେଣୁ ଆଇନଗତ ଭାବେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଆପେ ଆପେ ରଦ୍ଦ ହୋଇଯାଏ। ସେ ଆଉ ମୁଖ୍ୟମନ୍ତ୍ରୀ ରହନ୍ତି ନାହିଁ। ଓହୋ, ତେବେ ରାଜ୍ୟପାଳଙ୍କ ରୋଲ୍ ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ। ଏକଦମ। ରାଜ୍ୟପାଳ ଏଠାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏବଂ ଯେଉଁ ଦଳ ବହୁମତ ହାସଲ କରିଥାଏ, ସେହି ନୂଆ ଦଳର ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରନ୍ତି। ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ବାଧା ସୃଷ୍ଟି କରନ୍ତି ବା ଅଫିସ ନ ଛାଡ଼ନ୍ତି, ତେବେ ରାଜ୍ୟପାଳ ସିଧା ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରିବେ। ଆଚ୍ଛା, ମାନେ କେନ୍ଦ୍ର ସରକାର ସିଧା ହସ୍ତକ୍ଷେପ କରିବେ? ହଁ, କେନ୍ଦ୍ରୀୟ ବଳ ବା ସେଣ୍ଟ୍ରାଲ ଫୋର୍ସ ପ୍ରୟୋଗ କରି ସାମ୍ବିଧାନିକ ପ୍ରକ୍ରିୟା ସମ୍ପନ୍ନ କରାଯାଇପାରିବ। ତେଣୁ ଯଦି ଆମେ ଆଇନଗତ ଦିଗରୁ ଦେଖିବା, ମମତାଙ୍କର ଏହି ପଦକ୍ଷେପ ଆଇନଗତ ପ୍ରତିବନ୍ଧକ ଅପେକ୍ଷା ବିରୋଧୀଙ୍କ ବିରୋଧରେ ଏକ ରାଜନୈତିକ ବୟାନବାଜି କିମ୍ବା ଚାପ ପକାଇବା ଷ୍ଟ୍ରାଟେଜି ବୋଲି ଅଧିକ ମନେ ହେଉଛି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ସାମ୍ବିଧାନିକ ଜଟିଳତା ଏବେ କେବଳ ଆଇନଜୀବୀ କିମ୍ବା ନେତାଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। କାହିଁକି? ଲୋକମାନେ କ'ଣ କରୁଛନ୍ତି? ଆଜିକାଲି ଇଣ୍ଟରନେଟ୍ ଆଉ ସୋସିଆଲ ମିଡିଆରେ ଯଦି ଆପଣ ଦେଖିବେ, ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଆମେ ଏହାର ପ୍ରତିଫଳନ ସ୍ପଷ୍ଟ ଦେଖିବାକୁ ପାଉଛୁ। ଲୋକମାନେ ଖାଲି ନ୍ୟୁଜ୍ ହେଡଲାଇନ୍ ଅପେକ୍ଷା ସାମ୍ବିଧାନିକ ନିୟମ, ରାଜ୍ୟପାଳଙ୍କ କ୍ଷମତା ଏବଂ ଇଭିଏମ୍ ଟ୍ୟାମ୍ପରିଂ ନିୟମ ବିଷୟରେ ଅଧିକ ସର୍ଚ୍ଚ କରୁଛନ୍ତି। ମାନେ ଲୋକେ ପୁରା ଗଭୀରକୁ ଯାଉଛନ୍ତି। ଇଣ୍ଟରେଷ୍ଟିଂ। ହଁ, ଆଉ ଲୋକେ ମମତା ବାନାର୍ଜୀଙ୍କ ପ୍ରେସ୍ କନଫରେନ୍ସର ଭିଡିଓଗୁଡ଼ିକୁ କୌଣସି ସସ୍ପେନ୍ସ ବା ଥ୍ରିଲର ଫିଲ୍ମ ଦେଖିଲା ଭଳି ତର୍ଜମା କରୁଛନ୍ତି, କମେଣ୍ଟ କରୁଛନ୍ତି। ରାଜ୍ୟପାଳଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତାହା ବି ଖୋଜୁଛନ୍ତି। ଏହା ପ୍ରମାଣ କରୁଛି ଯେ ଜ୍ଞାନ ଆହରଣର ତରିକା ବଦଳି ଯାଇଛି ଆଉ ସାଧାରଣ ନାଗରିକଙ୍କର ରାଜନୈତିକ ସଚେତନତା କେତେ ବୃଦ୍ଧି ପାଇଛି। ଏବଂ ଯେତେବେଳେ ଆମେ ରାଜନୀତି ଏବଂ ସିନେମାର କଥା ଏବେ ଉଠେଇଲେ ନା, ହଁ, ଆମକୁ ଦକ୍ଷିଣ ଭାରତ, ବିଶେଷ କରି ତାମିଲନାଡୁ ଆଡ଼କୁ ଥରେ ନିଶ୍ଚୟ ଯିବାକୁ ପଡ଼ିବ। କାରଣ ସେଠାରେ ଫିଲ୍ମ ଏବଂ ରାଜନୀତିର ଏକ ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳିଛି ବର୍ତ୍ତମାନ। ଓହୋ, ଥଲପତି ବିଜୟଙ୍କ କଥା କହୁଛନ୍ତି କି ଆପଣ? ଏକଦମ ଠିକ୍ ଧରିଛନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲପତି ବିଜୟଙ୍କ ନୂଆ ପାର୍ଟି, ଯାହାର ନାମ ହେଉଛି ତାମିଲଗା ଭେଟ୍ରିକାଜୁଗମ୍ ବା ସର୍ଟରେ ଟିଭିକେ, ସେ ତାହାର ପ୍ରଥମ ନିର୍ବାଚନରେ ହିଁ 108ଟି ଆସନ ଜିତି ସମସ୍ତଙ୍କୁ ପୁରା ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସତରେ? ପ୍ରଥମ ନିର୍ବାଚନରେ 108 ଆସନ, ଏହା ଗୋଟିଏ ବିରାଟ କଥା। ହଁ, ଆଉ ଆପଣ ଦେଖନ୍ତୁ, ଶାସକ ଡିଏମ୍କେ ଏବଂ ମୁଖ୍ୟ ବିରୋଧୀ ଏଆଇଏଡିଏମ୍କେ ଭଳି ଦଶନ୍ଧି ଧରି ରାଜତ୍ୱ କରୁଥିବା ବଡ଼ ବଡ଼ ଦଳଗୁଡ଼ିକ ଏହି ନୂଆ ଆଞ୍ଚଳିକ ଦଳ ପଛରେ ପଡ଼ିଯାଇଛନ୍ତି। ସେମାନେ ସବୁଠାରୁ ବଡ଼ ଦଳ ପାଲଟିଛନ୍ତି। ଏହା ପ୍ରକୃତରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମର କ୍ଲାଇମ୍ୟାକ୍ସ ଭଳି ଲାଗୁଛି ମୋତେ।
ଯଦି ଆପଣ ଅନଲାଇନ୍ ସର୍ଚ୍ଚ ଆଉ ଭିଡିଓ ଟ୍ରେଣ୍ଡ ଉପରେ ନଜର ପକାଇବେ ଦେଖିବେ ପୁରା ଇଣ୍ଟରନେଟ୍ରେ ଲୋକେ ତାମିଲନାଡୁରେ ବିଜୟଙ୍କର ଏହି ଫିଲ୍ମ ଷ୍ଟାଇଲ୍ ରାଜନୀତିକ ଏଣ୍ଟ୍ରି ବିଷୟରେ ପ୍ରବଳ ସର୍ଚ୍ଚ କରୁଛନ୍ତି। ହଁ, ମୁଁ ବି କିଛି ଭିଡିଓ ଦେଖୁଥିଲି। ମାନେ ୟୁଜରମାନେ ବିଜୟଙ୍କ ପୁରୁଣା ସିନେମାରେ ଥିବା ଦୁର୍ନୀତି ବିରୋଧୀ ଡାଇଲଗ୍ଗୁଡ଼ିକୁ କାଟି ତାଙ୍କର ବର୍ତ୍ତମାନର ରିଏଲ୍ ଲାଇଫ୍ ରାଜନୈତିକ ଭାଷଣ ସହ ତୁଳନା କରି ଅଗଣିତ ଭିଡିଓ ତିଆରି କରୁଛନ୍ତି। ଆଉ ସେଇ ଭିଡିଓଗୁଡ଼ିକ ଏବେ ଟ୍ରେଣ୍ଡିଂରେ ଅଛି। କିନ୍ତୁ ଏସବୁ ଇମୋସନକୁ ପଛରେ ପକାଇ ଆସନ୍ତୁ ବାସ୍ତବିକ ଗଣିତ ଉପରେ ଟିକେ ଧ୍ୟାନ ଦେବା। ଆଜ୍ଞା, ମ୍ୟାଜିକ୍ ନମ୍ବର କଥା କହୁଛନ୍ତି। ହଁ, ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ମୋଟ 118ଟି ଆସନର ଆବଶ୍ୟକତା ରହିଛି ବହୁମତ ପାଇଁ। କିନ୍ତୁ ବିଜୟଙ୍କ ଦଳ ପାଖରେ ଏବେ ଅଛି 108ଟି ଆସନ। ଅର୍ଥାତ୍ ବହୁମତଠାରୁ ସେମାନେ ମାତ୍ର 10 କି ଆସନ ଦୂରରେ ଅଛନ୍ତି। ଆଉ ଏଇଠି ହିଁ ତ ଆରମ୍ଭ ହୁଏ ମେଣ୍ଟ ରାଜନୀତିର ଅସଲ ଖେଳ। ଏହି 10ଟି ଆସନର ବ୍ୟବଧାନ ପୂରଣ କରିବା ପାଇଁ ସେମାନେ ଏବେ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରୟାସ କରୁଛନ୍ତି। କଂଗ୍ରେସ କେତୋଟି ଆସନ ଜିତିଛି ସେଠି? କଂଗ୍ରେସ ଏଥର 5ଟି ଆସନ ଜିତିଛି। ଏହା ସହିତ ସରକାର ଗଠନ ପାଇଁ ଅନ୍ୟ କିଛି ସ୍ୱାଧୀନ ପ୍ରାର୍ଥୀ ଏବଂ ଛୋଟ ଦଳମାନଙ୍କର ସମର୍ଥନ ହାସଲ କରିବାକୁ ଜୋରଦାର ଆଲୋଚନା ଚାଲିଛି। ବହୁମତ ପ୍ରମାଣ ଦେବା ପାଇଁ ସେମାନେ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ନିଶ୍ଚିତ ଭାବେ ରୋମାଞ୍ଚକର। ହଁ, ଭାରତୀୟ ରାଜନୀତିରେ ଜଣେ ଅଭିନେତାଙ୍କର ଏତେ ଶୀଘ୍ର ଏବଂ ଏତେ ବଡ଼ ରାଜନୈତିକ ଉତ୍ଥାନ ପ୍ରକୃତରେ ଏକ ବିରଳ ଘଟଣା। ଏହା ଭୋଟରଙ୍କ ମାନସିକତାରେ ଆସିଥିବା ଏକ ବିରାଟ ପରିବର୍ତ୍ତନକୁ ହିଁ ସୂଚାଉଛି। ଠିକ୍ କଥା। ଆଚ୍ଛା ଦେଖନ୍ତୁ, ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ନିଜ ଦେଶ ଭିତରେ ଥିବା ରାଜନୈତିକ ଭୂକମ୍ପ ଏବଂ ବିକାଶର କଥା ଆଲୋଚନା କରୁଥିଲେ। କିନ୍ତୁ ଆମର ରିପୋର୍ଟ ଅନୁସାରେ ପ୍ରକୃତ ସଙ୍କଟ ହେବେ ଭାରତ ସୀମା ବାହାରେ ମୁଣ୍ଡ ଟେକୁଛି। ଆପଣ ସେହି ଅନ୍ତର୍ଜାତୀୟ ବିବାଦ କଥା କହୁଛନ୍ତି ତ? ହଁ, ଯାହାର ସିଧାସଳଖ ପ୍ରଭାବ ଆମ ଘରର ରୋଷେଇଶାଳରୁ ଆରମ୍ଭ କରି ଆମ ଗାଡ଼ିର ତୈଳ ଟାଙ୍କି ପର୍ଯ୍ୟନ୍ତ ପଡ଼ିବାକୁ ଯାଉଛି। ଆମେରିକା ଏବଂ ଇରାନ ମଧ୍ୟରେ ଯେଉଁ ଉତ୍ତେଜନା ଲାଗି ରହିଥିଲା ତାହା ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଏପ୍ରିଲ ମାସରେ ଦୁଇ ଦେଶ ମଧ୍ୟରେ ଯେଉଁ ଅସ୍ତ୍ରବିରତି ବା ସିଜ୍ ଫାୟାର ହୋଇଥିଲା, ହଁ, ସେଇଟା କ'ଣ ହେଲା? ସେଇଟା ଏବେ ଭାଙ୍ଗିବା ସ୍ଥିତିରେ ଅଛି। ମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି କହିଲେ ବି ଭୁଲ ହେବନି। ହଁ, ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଆମ ପାଖରେ ଯେଉଁ ତଥ୍ୟ ଅଛି ସେହି ରିପୋର୍ଟ ଅନୁଯାୟୀ ଇରାନ ପକ୍ଷର ୟୁଏଇର ଫୁଜାଇରା ତୈଳ ବନ୍ଦର ଉପରେ ବ୍ୟାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ଫୁଜାଇରା ବନ୍ଦର ଉପରେ? ସେଟା ତ ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗା। ଏକଦମ। ଫୁଜାଇରା କୌଣସି ସାଧାରଣ ବନ୍ଦର ନୁହେଁ। ଏହା ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ତୈଳ ସଂରକ୍ଷଣ ଏବଂ ପରିବହନ କେନ୍ଦ୍ର। ସେଠାରୁ ତେଲ ସାରା ବିଶ୍ୱକୁ ଯାଏ। ଆଉ ଏହାର ପ୍ରତିକ୍ରିୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶେଷ ସାମରିକ ଅଭିଯାନ ଘୋଷଣା କରିଛନ୍ତି, ଯାହାର ନାମ ଦିଆଯାଇଛି ପ୍ରୋଜେକ୍ଟ ଫ୍ରିଡମ୍। ଏହି ପ୍ରୋଜେକ୍ଟ ଫ୍ରିଡମ୍ର ମୁଖ୍ୟ କାମ କ'ଣ? ଏହି ମିଶନ ଅଧୀନରେ ହର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଯେତେ ସବୁ ବ୍ୟବସାୟିକ ଏବଂ ତୈଳବାହୀ ଜାହାଜଗୁଡ଼ିକ ଅଛନ୍ତି, ସେମାନଙ୍କୁ ଆମେରିକୀୟ ନୌସେନା ସିଧାସଳଖ ନିଜ ତରଫରୁ ସୁରକ୍ଷା ଯୋଗାଇ ଦେଉଛି। କିନ୍ତୁ ଏଠାର ଗୋଟିଏ କଥା ବୁଝାପଡ଼ୁନାହିଁ। ମାନେ ଟିକେ ଚିନ୍ତା କରନ୍ତୁ, ଯଦି ଆମେରିକା ନିଜର ଯୁଦ୍ଧ ଜାହାଜ ପଠାଇ ସେଠି ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେଉଛି, ଏହା କ'ଣ ଇରାନ ପାଇଁ ଆହୁରି ଅଧିକ ବିପଦକୁ ନିମନ୍ତ୍ରଣ କରୁନାହିଁ? ଯେତେବେଳେ ଦୁଇଟି ଶତ୍ରୁପକ୍ଷର ଅସ୍ତ୍ରଶସ୍ତ୍ର ଏତେ ପାଖାପାଖି ରହିବେ, ଗୋଟିଏ ଛୋଟ ଭୁଲ ବି ଗୋଟେ ବଡ଼ ବିସ୍ଫୋରଣର କାରଣ ହୋଇପାରେ। ହଁ, ସେ ରିସ୍କ ତ ସବୁବେଳେ ଅଛି। ଆଉ ତାହା ହିଁ ହୋଇଛି। ଖବର ଆସିଛି ଯେ ଇରାନ ଆମେରିକୀୟ ନୌସେନା ଜାହାଜ ଉପରକୁ ଗୁଳି ଚାଳନା କରିଛି। ବାପ୍ରେ! ତାପରେ ଆମେରିକା କ'ଣ କଲା? ଯାହାର କଡ଼ା ଜବାବରେ ଆମେରିକା ଇରାନର 6ଟି ସାମରିକ ଡଙ୍ଗାକୁ ସିଧା ବୁଡ଼ାଇ ଦେଇଛି। ଆଉ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି ଯେ ଆକ୍ରମଣ ଯଦି ଜାରି ରହେ ଇରାନକୁ କଠୋର ଜବାବ ଦିଆଯିବ। ଏହା ତ ସମ୍ପୂର୍ଣ୍ଣ ଯୁଦ୍ଧ ସ୍ଥିତି। ସେଇଆ ତ। ଏହା ଏକ ଚେସ୍ ଖେଳର ଏକ ଭୟଙ୍କର ସ୍ଥିତି ପରି ଲାଗୁଛି, ଯେଉଁଠି ମୁଖ୍ୟ ବୋର୍ଡ ହେଉଛି ହର୍ମୁଜ୍ ପ୍ରଣାଳୀ। ମୋ ମତରେ ଏହି ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱ ଅର୍ଥନୀତିର ଏକ ପ୍ରଧାନ ରକ୍ତଧମନୀ ପରି। ଦୁଇ ବଡ଼ ଶକ୍ତିଙ୍କର ପ୍ରତିଟି ଚାଲ ଆମ ସ୍ଥାନୀୟ ପେଟ୍ରୋଲ ପମ୍ପରେ ତୈଳ ଦର ବଢ଼ାଇ ଦେଉଛି। ଯଦି ଏହି ରାସ୍ତା ଟିକିଏ ବି ଅବରୋଧ ହୁଏ, ତେବେ ପୁରା ବିଶ୍ୱ ଅର୍ଥନୀତିକୁ ଗୋଟେ ବଡ଼ ହାର୍ଟ ଆଟାକ୍ ଆସିଯିବ। କ'ଣ ଏହି ଅସ୍ତ୍ରବିରତି ଭଙ୍ଗ ହେବା ଏକ ବଡ଼ ଯୁଦ୍ଧର ସଂକେତ? ଆପଣଙ୍କ ଉଦାହରଣଟି 100% ସଠିକ୍। ବୁଝିଲେ, ହର୍ମୁଜ୍ ପ୍ରଣାଳୀର ଭୌଗୋଳିକ ଅବସ୍ଥିତି ଏବଂ ମହତ୍ୱକୁ ବୁଝିବା ଏଠି ନିହାତି ଆବଶ୍ୟକ ଆମ ଶ୍ରୋତାମାନଙ୍କ ପାଇଁ। ଟିକେ ସରଳ ଭାବରେ ବୁଝାନ୍ତୁ ନା। ନିଶ୍ଚୟ। ଏହା ଏକ ଅତି ସଂକୀର୍ଣ୍ଣ ଜଳପଥ, ଯାହାର ପ୍ରସ୍ଥ ମାତ୍ର 21 ମାଇଲ। ମାନେ ବହୁତ ପତଳା ରାସ୍ତା ସମୁଦ୍ର ଭିତରେ। କିନ୍ତୁ ବିଶ୍ୱର ପ୍ରାୟ
20ରୁ 30% ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଆଚ୍ଛା, 30%। ହଁ, ତେଣୁ ଯେତେବେଳେ ସେଠାରେ ଗୋଟିଏ ବି ମିସାଇଲ୍ ପଡ଼େ କିମ୍ବା ଡଙ୍ଗା ବୁଡ଼ିଯାଏ, ସେତେବେଳେ ସେହି ସଂକୀର୍ଣ୍ଣ ରାସ୍ତାଟି ବ୍ଲକ୍ ହୋଇଯାଏ ବା ବନ୍ଦ ହୋଇଯାଏ। ଏହାର ପ୍ରଭାବ କିପରି ପଡ଼େ ଜାଣନ୍ତି? କିପରି? ପ୍ରଥମତଃ, ଯେଉଁ ଜାହାଜଗୁଡ଼ିକ ତୈଳ ନେଇ ସେ ବାଟେ ଯାଆନ୍ତି, ସେମାନଙ୍କର ଇନ୍ସ୍ୟୁରାନ୍ସ ବା ବୀମା କମ୍ପାନୀଗୁଡ଼ିକ ଯୁଦ୍ଧ ଭୟରେ ନିଜର ପ୍ରିମିୟମ୍ ଆକାଶଛୁଆଁ କରିଦିଅନ୍ତି ରାତାରାତି। ଫଳରେ ଜାହାଜର ପରିବହନ ଖର୍ଚ୍ଚ ବହୁତ ବଢ଼ିଯାଏ, ଆଉ ଏହା ସିଧାସଳଖ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧିର କାରଣ ପାଲଟେ। ଅର୍ଥାତ୍ ଆମେରିକା ଏବଂ ଇରାନ ମଧ୍ୟରେ ଯଦି କେବଳ ଗୋଟିଏ ଗୁଳି ବି ଫୁଟେ, ତେବେ ଆମେ ଏଠି ଗାଁରେ ମିଳୁଥିବା ପେଟ୍ରୋଲ କିମ୍ବା ଡିଜେଲର ଦାମ ସିଧାସଳଖ ବଢ଼ିଯିବ। ଆଉ ତୈଳ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ, ଯାହାଦ୍ୱାରା ବଜାରରେ ପରିବାପତ୍ରରୁ ଆରମ୍ଭ କରି ଡାକ୍ତରଖାନାର ଔଷଧ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯିବ। ଏକଦମ ଠିକ୍। ବାପ୍ରେ, ଏହା ପ୍ରକୃତରେ ଗୋଟିଏ ଭୟାନକ ସ୍ଥିତି। ଆମେ ଭାବୁ ଯେ ଯୁଦ୍ଧ କେଉଁଠି ଦୂରରେ ହେଉଛି, ଆମର କ'ଣ ଯାଏ ଆସେ, କିନ୍ତୁ ଏହାର ଚେର ଆମ ଘର ପର୍ଯ୍ୟନ୍ତ ଲମ୍ବିଛି। ନିଶ୍ଚିତ ଭାବରେ ଏହି ବିବାଦ ଯୋଗୁଁ ବର୍ତ୍ତମାନଠାରୁ ହିଁ ବିଶ୍ୱସ୍ତରରେ ତୈଳ ଭଣ୍ଡାର ବା ଅଏଲ୍ ଷ୍ଟକ୍ସ କମିବାରେ ଲାଗିଲାଣି, ଆଉ ଗ୍ୟାସ୍ ଓ ତୈଳ ଦର ଆକାଶଛୁଆଁ ହେଉଛି। ଆପଣଙ୍କୁ ଗୋଟେ କଥା କହିବି, ଏହା କେବଳ ଦୁଇ ଦେଶ ମଧ୍ୟରେ ଏକ ସାମରିକ ଯୁଦ୍ଧ ନୁହେଁ, ଏହା ସମଗ୍ର ବିଶ୍ୱ ବିରୋଧରେ ଏକ ଅର୍ଥନୈତିକ ଯୁଦ୍ଧର ଆରମ୍ଭ କହିଲେ ବି ଭୁଲ ହେବ ନାହିଁ। ଆଉ ଆମେ ପୂର୍ବରୁ ଯେମିତି ଆଲୋଚନା କରୁଥିଲେ ଯେ ଲୋକେ ଏବେ ସବୁକିଛିର ମୂଳକୁ ଯାଉଛନ୍ତି ଭିଡିଓ ମାଧ୍ୟମରେ, ଏହି ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଅନଲାଇନ୍ ଟ୍ରେଣ୍ଡ ତାହା ହିଁ ଦର୍ଶାଉଛି। ହଁ, ଲୋକେ ତ ବହୁତ ସଚେତନ ହେଲେଣି ଏବେ। ଦେଖନ୍ତୁ, ଲୋକେ କେବଳ ଆମେରିକା ଇରାନ ଯୁଦ୍ଧ ବୋଲି ସର୍ଚ୍ଚ କରୁନାହାନ୍ତି, ସେମାନେ ନିର୍ଦ୍ଦିଷ୍ଟ ଭାବେ ଖୋଜୁଛନ୍ତି ଯେ କାହିଁକି ଇରାନ ୟୁଏଇ ଉପରେ ଆକ୍ରମଣ କରୁଛି, ବା ହର୍ମୁଜ୍ ପ୍ରଣାଳୀର ମାନଚିତ୍ର କେମିତି ଦେଖାଯାଏ, ଆଉ ତୈଳ ବଜାର ବା ସେୟାର ମାର୍କେଟ ଉପରେ ଏହାର ପ୍ରଭାବ କିପରି ପଡ଼ିବ। ମାନେ ସେମାନେ ପୁରା ଜିଓପଲିଟିକ୍ସ ବୁଝିବାକୁ ଚେଷ୍ଟା କରୁଛନ୍ତି। ଏକ୍ଜାକ୍ଟଲି। ଏହିସବୁ ବିଷୟକୁ ଗଭୀର ଭାବେ ବୁଝାଉଥିବା ଯୋଉ ଏକ୍ସପ୍ଲେନର ବା ବ୍ୟାଖ୍ୟାମୂଳକ ଭିଡିଓଗୁଡ଼ିକ ଅଛି ନା, ସେଥିରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସୁଛି। କୌଣସି ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚ୍ୟାନେଲ ଉପରେ ନିର୍ଭର ନ କରି ଲୋକେ ନିଜେ ରିସର୍ଚ୍ଚ କରୁଛନ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ କିପରି ଆଜିକାଲି ଲୋକେ କେବଳ ଖବର ପଢ଼ିବା ପରିବର୍ତ୍ତେ ଏକ ଫିଲ୍ମର କ୍ଲାଇମ୍ୟାକ୍ସ ଦେଖିବା ପରି ରାଜନୀତିକ ଏବଂ ଅନ୍ତର୍ଜାତୀୟ ଘଟଣାଗୁଡ଼ିକୁ ଭିଡିଓ ଆକାରରେ ଅନୁଧ୍ୟାନ କରିବାକୁ ପସନ୍ଦ କରୁଛନ୍ତି। ଏହା ଏକ ବହୁତ ପଜିଟିଭ୍ ସାଇନ୍। ଏହା ମୋତେ ବି ବହୁତ ଆଶାବାଦୀ କରୁଛି। ଆମ ସମାଜ ବର୍ତ୍ତମାନ କେବଳ ଭାବପ୍ରବଣତା ଉପରେ ନୁହେଁ, ବରଂ ତଥ୍ୟ, ଆଇନ ଏବଂ ଭୌଗୋଳିକ ଜ୍ଞାନ ଉପରେ ନିର୍ଭର କରି ଘଟଣାଗୁଡ଼ିକୁ ବିଶ୍ଳେଷଣ କରିବାକୁ ଶିଖୁଛି। ଏହା ଏକ ପରିପକ୍ୱ ଗଣତନ୍ତ୍ର ଏବଂ ସଚେତନ ବିଶ୍ୱ ନାଗରିକତ୍ୱର ଲକ୍ଷଣ ବୋଲି ମୁଁ ଭାବୁଛି। ବିଲକୁଲ ଠିକ୍ କହିଲେ ଆପଣ। ଆଜିର ଆଲୋଚନାରୁ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ବିଶ୍ୱରେ ଘଟୁଥିବା କୌଣସି ବି ଘଟଣା ଏକୁଟିଆ ନୁହେଁ। ପ୍ରତ୍ୟେକ ଘଟଣା ଏକ ଅଦୃଶ୍ୟ ଶୃଙ୍ଖଳା ମାଧ୍ୟମରେ ପରସ୍ପର ସହ ଜଡ଼ିତ। ହଁ, ଲୋକାଲ ନୀତିଠୁ ଆରମ୍ଭ କରି ଗ୍ଲୋବାଲ ଇଭେଣ୍ଟ ପର୍ଯ୍ୟନ୍ତ ସବୁ ଲିଙ୍କ ଅଛି। ସତରେ, ଆଜି ଆମେ ଏକ ବଡ଼ ଦୃଶ୍ୟପଟକୁ କଭର କଲୁ ଆମର ଏହି ଗଭୀର ବିଶ୍ଳେଷଣରେ। ଆମେ ଆରମ୍ଭ କଲେ ଆମର ନିଜ ରାଜ୍ୟ ଓଡ଼ିଶାର ଶିଳ୍ପାୟନ ଆଶାରୁ, ଯୋଉଠି ଗୁଜରାଟ ମଡେଲ ଆଣିବା ସହିତ ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସିମୁଲେସନ ଲ୍ୟାବ୍ ଭଳି ଆଧୁନିକ ଜ୍ଞାନକୌଶଳର କଥା ଉଠିଲା। ଆଉ ତାପରେ ଆମେ ଦେଖିଲେ ପଶ୍ଚିମବଙ୍ଗର ଏକ ଅଦ୍ଭୁତପୂର୍ବ ସାମ୍ବିଧାନିକ ସଙ୍କଟ। ହଁ, ଯୋଉଠି କ୍ଷମତା ହସ୍ତାନ୍ତର ଏକ ଯୁଦ୍ଧକ୍ଷେତ୍ର ପାଲଟି ଯାଇଛି। ସେହିପରି ଦକ୍ଷିଣରେ ତାମିଲନାଡୁରେ ଏକ ନୂଆ ରାଜନୈତିକ ସମୀକରଣର ଉଦୟ ବିଷୟରେ ଚର୍ଚ୍ଚା କଲୁ, ଯୋଉଠି ସିନେମା ଆଉ ରାଜନୀତି ମିଶିଯାଇଛି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଶେଷରେ ହର୍ମୁଜ୍ ପ୍ରଣାଳୀରେ ଚାଲିଥିବା ଆମେରିକା ଇରାନ ମିସାଇଲ୍ ମାଡ଼ କିପରି ଆମ ସମସ୍ତଙ୍କ ପକେଟ ଉପରେ ସିଧାସଳଖ ଆକ୍ରମଣ କରୁଛି, ତାର ମୂଳ କାରଣ ବୁଝିବାକୁ ଚେଷ୍ଟା କଲୁ। ଏକଦମ। ଏବଂ ଏହି ସମସ୍ତ ବିଷୟକୁ ଲୋକେ କିପରି ଡିଜିଟାଲ ମାଧ୍ୟମରେ ଅନୁସନ୍ଧାନ କରୁଛନ୍ତି ଆଉ ଜ୍ଞାନ ବଢ଼ାଉଛନ୍ତି, ତାହା ମଧ୍ୟ ଆମେ ଦେଖିଲୁ। ତେବେ ଶେଷରେ ମୁଁ ଏକ ଚିନ୍ତାଧାରା ଆମ ଶ୍ରୋତାମାନଙ୍କ ପାଇଁ ଛାଡ଼ିଯିବାକୁ ଚାହୁଁଛି। ଆଜ୍ଞା, କୁହନ୍ତୁ। ଦେଖନ୍ତୁ, ଆଜି ଆମେ ଏକଥା ଆଲୋଚନା କଲେ ଯେ ଓଡ଼ିଶା ଦେଶର ଶିଳ୍ପ ଏବଂ ଶକ୍ତି କେନ୍ଦ୍ର ହେବାର ଏକ ବିରାଟ ସ୍ୱପ୍ନ ଦେଖୁଛି। ଗୁଜରାଟ ମଡେଲକୁ ଆପଣାଇବାକୁ ଚେଷ୍ଟା କରୁଛି, ବାହାରୁ ନିବେଶକଙ୍କୁ ଡାକୁଛି। କିନ୍ତୁ ଟିକେ ଭାବନ୍ତୁ ତ, ଆମେ ଆମର ଭିତ୍ତିଭୂମି ଯେତେ ଶକ୍ତିଶାଳୀ କଲେ ମଧ୍ୟ 7 ସମୁଦ୍ର ପାରେ ହର୍ମୁଜ୍ ପ୍ରଣାଳୀରେ ମାଡ଼ ହେଉଥିବା ଗୋଟେ ଡ୍ରୋନ୍ କିମ୍ବା ଗୋଟେ କ୍ଷେପଣାସ୍ତ୍ର କିପରି ସାରା ବିଶ୍ୱର ଯୋଗାଣ ଶୃଙ୍ଖଳାକୁ ଗୋଟେ ମୁହୂର୍ତ୍ତରେ ଭାଙ୍ଗିଦେଇପାରେ। ସତ କଥା। ଯଦି କଞ୍ଚାମାଲ ବା ତେଲ ଦାମ ହଠାତ୍ ବଢ଼ିଯାଏ, ତେବେ କୌଣସି ବି ଲୋକାଲ ଶିଳ୍ପାୟନ ନୀତି କ'ଣ ସଫଳ ହୋଇପାରିବ କି? ତାହେଲେ ପ୍ରଶ୍ନ ଉଠୁଛି, ଆମର ଏହି ସ୍ଥାନୀୟ ବିକାଶ ଏବଂ ରାଜ୍ୟର ଭବିଷ୍ୟତ
ପ୍ରକୃତରେ କେତେଦୂର ବିଶ୍ୱ ଶାନ୍ତି ଏବଂ ଅନ୍ତର୍ଜାତୀୟ ସ୍ଥିରତା ଉପରେ ନିର୍ଭରଶୀଳ? ଏହି ପ୍ରଶ୍ନର ଉତ୍ତର ହୁଏତ ସେହି ଖରାପ ହୋଇଯାଇଥିବା ଏକ୍ସରେ ମେସିନ୍ ଭଳି ଅସ୍ପଷ୍ଟ ହୋଇପାରେ, କିନ୍ତୁ ଏହି ସମ୍ପର୍କର ଗଭୀରତାକୁ ବୁଝିବା ଏବଂ ଅନୁଶୀଳନ କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଆଜି ପାଇଁ ଆମର ଏହି ଗଭୀର ଆଲୋଚନାକୁ ଏତିକିରେ ରଖୁଛୁ। ଆଗକୁ ପୁଣି ଏମିତି ଏକ ବିସ୍ତୃତ ଆଲୋଚନା ସହ ଭେଟ ହେବ। ଧନ୍ୟବାଦ।